ବନ୍ଧୁଗଣ ଆପଣମାନଙ୍କୁ ମୋର ଏହି ରାଶିର କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ଏହି ରାଶିର କାର୍ଯ୍ୟକ୍ରମଟି ଆମର 12ଗୋଟି ରାଶିମାନଙ୍କ ପାଇଁ। ଏହି ଭିଡିଓରେ ଆମେ ଆଜି ଆଲୋଚନା କରିବା ଜାନୁଆରୀ ମାସର ଦ୍ୱିତୀୟ ସପ୍ତାହର ସାପ୍ତାହିକ ରାଶିଫଳ ସମ୍ପର୍କରେ, ଯାହାକି ଜାନୁଆରୀ 6 ତାରିଖରୁ ଜାନୁଆରୀ 12 ତାରିଖ ପର୍ଯ୍ୟନ୍ତ ରହିବ। ଏହା ସହିତ ଏହି ଭିଡିଓରେ ଆପଣମାନେ ଜାଣିବାକୁ ପାଇବେ ଯେ ଆପଣମାନଙ୍କର ଏହି ଦ୍ୱିତୀୟ ସପ୍ତାହରେ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟ ସବୁ କିପରି ରହିବା ପାଇଁ ଯାଉଛି ଏବଂ ପ୍ରତ୍ୟେକ ରାଶିମାନଙ୍କ ପାଇଁ କିଛି କିଛି ପ୍ରତିକାର ମଧ୍ୟ ଜାଣିବାକୁ ପାଇବେ। ସେଥିପାଇଁ ଆପଣ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଆଉ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଲାଇକ୍ର ବଟନକୁ ପ୍ରେସ୍ କରିଦିଅନ୍ତୁ ଏବଂ ଭକ୍ତି ଏବଂ ଶ୍ରଦ୍ଧାର ହୃଦୟରେ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଆଲୋଚନା କରିବା ଆମର ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ପ୍ରଥମ ଭାଗ୍ୟଶାଳୀ ରାଶିଙ୍କ ସମ୍ପର୍କରେ। ବନ୍ଧୁଗଣ, ଏବେ ଆଲୋଚନା କରିବା ମେଷ ରାଶି ସମ୍ପର୍କରେ। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କି ଏହି ସପ୍ତାହରେ ଦ୍ୱାଦଶ ଘରେ ରାହୁ ରହିବା ଯୋଗୁଁ ଆପଣମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ, ଯେଉଁ କାରଣରୁ ଆପଣମାନଙ୍କୁ ଚାପ ଏବଂ ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହିପରି ପରିସ୍ଥିତିରେ ଆପଣ ନିଜର ମନ ଏବଂ ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ ଏବଂ ଯଦି କୌଣସି ପ୍ରକାରର ନିଷ୍ପତ୍ତି ଆପଣଙ୍କୁ ନେବାରେ ଅସୁବିଧା ହେଉଥାଏ, ତାହେଲେ ଆପଣ କୌଣସି ଜଣେ ବୟସ୍କ ବ୍ୟକ୍ତିଙ୍କର ସାହାଯ୍ୟ ନିଅନ୍ତୁ, ନଚେତ୍ କୌଣସି ଜଣେ ଏକ୍ସପିରିଏନ୍ସ ଥିବା ବ୍ୟକ୍ତିବିଶେଷଙ୍କର ସାହାଯ୍ୟ ନିଅନ୍ତୁ, ଯିଏକି ସେହି କାର୍ଯ୍ୟରେ ପାରଙ୍ଗମ ହୋଇଥିବେ। ଏହି ସପ୍ତାହରେ ଆପଣ ଟଙ୍କା ସଞ୍ଚୟ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଏଥିରେ ଅସଫଳ ରହିବେ। ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହୋଇପାରିବେ ନାହିଁ, ଆଉ ଏହି କାରଣରୁ ଆପଣ କିଛି ମାତ୍ରାରେ ଅସ୍ଥିର ହୋଇପାରନ୍ତି। ଏହି ସପ୍ତାହରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ପରିବାରରେ ଶାନ୍ତି ଆଣିବାରେ ସାହାଯ୍ୟ କରିବେ ଏବଂ ସେ ଏଥିରେ ଆପଣଙ୍କ ପାଇଁ ସବୁଠାରୁ ଅଧିକ ସହାୟକ ହେବେ। ସମ୍ଭାବନା ମଧ୍ୟ ଅଛି ଯେ ଆପଣ ହଠାତ୍ ନିଜର ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ଠାରୁ ଏକ ପ୍ରକାରର ଭଲ ଉପହାର ଆପଣ ପାଇବେ ଏବଂ ଆପଣଙ୍କର ଶନିଦେବ ଏକାଦଶ ଘରେ ରହିବା କାରଣରୁ ଏହି ସପ୍ତାହରେ ଆପଣଙ୍କ ରାଶିରେ ଅନେକ ଗ୍ରହମାନଙ୍କର ଉପସ୍ଥିତି ଆପଣଙ୍କର ବ୍ୟବସାୟରେ, ବେପାର ବାଣିଜ୍ୟରେ ବୃଦ୍ଧି କରାଇବା ସହିତ ବହୁତ ଭଲ ଫଳ ଆପଣଙ୍କୁ ଆଣିଦେବ। ଏହା ବ୍ୟତୀତ ଏହି ସମୟର ଅବଧି ସେମାନଙ୍କୁ ମଧ୍ୟ ଅଧିକ ଲାଭ ପହଞ୍ଚାଇବ ଯେଉଁମାନେ ନୂତନ ବ୍ୟବସାୟ ଏହି ସପ୍ତାହରେ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି। ଅଧ୍ୟୟନ ପରିବର୍ତ୍ତେ ଘରେ କାମ କରିବା ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି ଅଧିକ ନିରାଶାଜନକ ହୋଇପାରିବ ନାହିଁ ଏବଂ ଏହିଭଳି ପରିସ୍ଥିତିରେ ଏହା ସମ୍ଭବ ଯେ ଆପଣଙ୍କୁ ପୁରା ସପ୍ତାହଟି ନିରାଶାର ସାମ୍ନା କରିବାକୁ ପଡ଼ିବ, ଯେଉଁଥିପାଇଁ ଆପଣଙ୍କର ମାନସିକ ତାପର ବୃଦ୍ଧି ମଧ୍ୟ ଦେଖାଯାଇପାରେ। ଆପଣ ମାନସିକ ଚିନ୍ତାରେ ମଧ୍ୟ ରହିପାରନ୍ତି। ତେବେ ବନ୍ଧୁଗଣ, ଏହି ସପ୍ତାହ ପାଇଁ ଆପଣଙ୍କର ପ୍ରତିକାର ରହୁଛି ପ୍ରତ୍ୟେକ ଦିନ ଆପଣ ଏହି ସପ୍ତାହରେ ଓମ୍ ଭୈରବାୟ ନମଃ ଏହି ମନ୍ତ୍ରର ଆପଣ 27 ଥର ଜପ କରନ୍ତୁ। ବୃଷ ରାଶି। ଏହି ସପ୍ତାହରେ ପଞ୍ଚମ ଘରେ କେତୁ ରହିବା ଯୋଗୁଁ ଆପଣଙ୍କ ଉପରେ କାର୍ଯ୍ୟର ଅତିରିକ୍ତ ଭାର ଆପଣଙ୍କ ସ୍ୱାସ୍ଥ୍ୟରେ ବାଧା ସୃଷ୍ଟି କରିପାରେ। ଏହିଭଳି ପରିସ୍ଥିତିରେ ଆପଣ ନିଜ ପାଇଁ ବ୍ୟସ୍ତବହୁଳ ଜୀବନରୁ କିଛିଟା ସମୟ ଆପଣ ନିଜ ପାଇଁ ବାହାର କରନ୍ତୁ ଆଉ ନିଜର ଶରୀରକୁ ଆପଣ କିଛି ସମୟ ବିଶ୍ରାମ ଦିଅନ୍ତୁ। ଏହି ସପ୍ତାହରେ ଆପଣ ଯଦି ଜମି, ରିଅଲ ଷ୍ଟେଟ୍ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଛନ୍ତି, ତାହେଲେ ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଟିକେ ବିଶେଷ ଧ୍ୟାନ ଦେବାର ଅଛି, କାହିଁକି ନା ଏହି କାର୍ଯ୍ୟଗୁଡ଼ିକ ପାଇଁ ଏହି ସମୟଟି ବହୁତ ଭଲ ରହିବା ପାଇଁ ଯାଉଅଛି। ତେଣୁ ଆପଣ ଏହିଭଳି ପରିସ୍ଥିତିରେ ଏହି ସୁଯୋଗକୁ ଆପଣ ନିଜର ହାତରୁ ଜମାରୁ ବି ଖସିବା ପାଇଁ ଦିଅନ୍ତୁ ନାହିଁ ଏବଂ ସେହି ସୁଯୋଗ ଗୁଡ଼ିକର ଫାଇଦା ଆପଣ ନିଶ୍ଚୟ ରୂପରେ ଉଠାନ୍ତୁ। ଆପଣଙ୍କର ପରିବାର ସଦସ୍ୟ ଏବଂ ଆପଣଙ୍କର ଆଖପାଖର ଲୋକମାନଙ୍କର ସଦସ୍ୟମାନଙ୍କର ଆଚରଣ କାରଣରୁ, ସେମାନଙ୍କର ବ୍ୟବହାର କାରଣରୁ ଆପଣଙ୍କୁ ଏହି ସପ୍ତାହରେ ଟିକିଏ ବିରକ୍ତି ଭାବ ଅନୁଭବ କରିବାକୁ ପଡ଼ିପାରେ, ଯାହାକି ଏହାଦ୍ୱାରା ଆପଣଙ୍କର ମାନସିକ ଚାପ ମଧ୍ୟ ବଢ଼ିବ ଏବଂ ଏହା ମଧ୍ୟ ଆପଣଙ୍କର ପଡ଼ୋଶୀମାନଙ୍କ ସହିତ ବିବାଦ ସୃଷ୍ଟି କରିପାରେ। ଶନି ଦଶମରେ ରହିବା ଯୋଗୁଁ ଏହି ସପ୍ତାହରେ ଆପଣ ନିଜର ଲକ୍ଷ୍ୟକୁ ଅତୀତ ତୁଳନାରେ ଟିକିଏ ଅଧିକ ଆପଣ ସେଟ୍ କରିପାରିବେ ଏବଂ ଏହି ସମୟରେ ଆପଣଙ୍କୁ ଏହା ସବୁ ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ। ଆଉ ମଧ୍ୟ ସମ୍ଭାବନା ରହିଛି, ଯଦି ଆପଣ ଏହି କାର୍ଯ୍ୟର ଫଳାଫଳ ସଠିକ୍ ନ ପାଇପାରନ୍ତି କିମ୍ବା ଆପଣଙ୍କର କଠିନ ପରିଶ୍ରମର ପାରିଶ୍ରମିକ ସଠିକ୍ ନ ଆସେ,
ତାହେଲେ ଆପଣ ଏହିସବୁ କଥାକୁ ନେଇକି ଆପଣ ନିଜେ ହିଁ ନିରାଶ ରହିପାରନ୍ତି, ଯେଉଁ କାରଣରୁ ଆପଣଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଆପଣଙ୍କ ପାଇଁ ଦୁଃଖିତ ରହିବେ। ଶିକ୍ଷାର୍ଥୀମାନଙ୍କ ପାଇଁ ବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସପ୍ତାହଟିରେ ବହୁତ ଅର୍ଥ ମଧ୍ୟ ସେମାନଙ୍କର ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ପଡ଼ିପାରେ। ତେଣୁ ଆପଣ ଏହିଭଳି ପରିସ୍ଥିତିରେ ଆପଣଙ୍କର ଟଙ୍କା ପଇସାର, ଆପଣଙ୍କ ଧନର ମହତ୍ତ୍ୱକୁ ବୁଝି ଆପଣଙ୍କର ଯେଉଁ ଜିନିଷଗୁଡ଼ିକ ଆବଶ୍ୟକ ସେହି ଜିନିଷଗୁଡ଼ିକ କେବଳ ଏହି ସପ୍ତାହଟିରେ କିଣନ୍ତୁ। ଯଦି ଏହି ସପ୍ତାହଟିର ଆରମ୍ଭରୁ ଆପଣଙ୍କର ବିଶେଷ କିଛି କ୍ଷତି ଦେଖାଯାଉଛି, ତାହେଲେ ଆପଣ ପ୍ରତିକାର ସ୍ୱରୂପ ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଆପଣ ଯଜ୍ଞ ନିଶ୍ଚୟ କରନ୍ତୁ। ମିଥୁନ ରାଶି, ଏହି ସପ୍ତାହଟିରେ ଆପଣଙ୍କର ଚତୁର୍ଥ ଘରେ କେତୁ ରହିବା କାରଣରୁ ଆପଣ ବିଶେଷ କରି ଆପଣଙ୍କ ପରିବାରର ଯେଉଁମାନେ ବୟସ୍କ ବ୍ୟକ୍ତି ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟର ଆପଣ ଯତ୍ନ ଟିକେ ନିଅନ୍ତୁ। କାରଣ ଏହି ସପ୍ତାହଟିରେ ସେମାନେ ତାଙ୍କର କିଛି ବିଶେଷ ରୋଗ କାରଣରୁ, କିଛି ପୁରୁଣା ରୋଗ ଗୁଡ଼ିକ କାରଣରୁ ସେମାନେ ସମସ୍ୟାରେ ପଡ଼ିପାରନ୍ତି, ଆଉ ଯାହା ସେମାନଙ୍କ ଜୀବନରେ ବିଭିନ୍ନ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ସବୁ ପକାଇବ। ଆପଣଙ୍କର ନବମ ଘରେ ଶନି ରହିବା କାରଣରୁ ଏହି ସପ୍ତାହଟିରେ ଆପଣଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ମଧ୍ୟ ହେବ, ଆଉ ମଧ୍ୟ ଆପଣ ଆପଣଙ୍କର ଟଙ୍କାକୁ ସଞ୍ଚୟ କରିବାରେ ସକ୍ଷମ ହେବେ। ଆପଣଙ୍କର ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ପାଇଁ ଏହି ସମୟରେ ମଧ୍ୟ ଆପଣ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ତେଣୁ ଆପଣ ସେହି ନିଷ୍ପତ୍ତି ନେବା ସମୟରେ ଧୈର୍ଯ୍ୟର ସହିତ ଠିକ୍ ବୁଝାବଣା କରି ନିଷ୍ପତ୍ତି ଗୁଡ଼ିକ ନିଅନ୍ତୁ। ଯେଉଁ ଛାତ୍ରଛାତ୍ରୀମାନେ ଦୂରରେ ରହି ପାଠ ପଢ଼ୁଛନ୍ତି, ସେମାନଙ୍କର ଘରଠାରୁ ଦୂରରେ ରହି ପାଠ ପଢ଼ୁଛନ୍ତି, ସେମାନଙ୍କୁ ଏହି ସପ୍ତାହଟିରେ ବହୁତ ଏକା ଏକା ମଧ୍ୟ ଫିଲ୍ ହୋଇପାରେ, ଯାହାକି ସେମାନଙ୍କର ମନକୁ ବହୁତ କଷ୍ଟ ପହଞ୍ଚାଇବ। ତେଣୁ ଏହିଭଳି ପରିସ୍ଥିତିରେ ଆପଣ କୌଣସି ନୂଆ ସ୍ଥାନକୁ ଯାଆନ୍ତୁ, ଆଉ ଆପଣଙ୍କର ସାଙ୍ଗସାଥିମାନଙ୍କ ସହିତ ଟିକେ ସମୟ ବିତାନ୍ତୁ। ଆପଣ ଆପଣଙ୍କର ବ୍ୟବସାୟରେ ହେଉ କିମ୍ବା ଆପଣଙ୍କର ଚାକିରିରେ ହେଉ, ଆପଣ ସେଠାରେ ଆପଣଙ୍କର କାର୍ଯ୍ୟକୁ ନେଇ ନିଶ୍ଚୟ ରୂପରେ ବହୁତ ଅଧିକ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ସେମାନଙ୍କର ଟିକେ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ଏହି ସମୟରେ। କାହିଁକିନା ଏହି ସମୟରେ ଆପଣମାନଙ୍କର ଇଗୋ ଆପଣମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବ ନାହିଁ, କେନ୍ଦ୍ରିତ କରିବାକୁ ଦେବ ନାହିଁ। ପ୍ରତିକାର ରହିଛି, ବୁଧବାର ଦିନ ଆପଣ ଆପଣଙ୍କର ସାମର୍ଥ୍ୟ ଅନୁସାରେ କିଛି ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ଦାନ କରନ୍ତୁ। କର୍କଟ ରାଶି, ଏହି ସପ୍ତାହରେ ଆପଣଙ୍କର ଅଷ୍ଟମ ଘରେ ଶନି ରହିବା କାରଣରୁ ଆପଣଙ୍କ ଜୀବନର ଅନେକ କ୍ଷେତ୍ର ଗୁଡ଼ିକ ପ୍ରବାହିତ ହେବା ପାଇଁ ଯାଉଛି। ତେଣୁ ଆପଣ କିଛି କ୍ଷେତ୍ରରେ ଧୈର୍ଯ୍ୟ ନ ହରାଇବା ଆପଣଙ୍କ ପାଇଁ ବହୁତ ଭଲ ହେବ। ବିଶେଷ କରି ଆପଣ କୌଣସି କଠିନ ପରିସ୍ଥିତିରେ କିଛି ନିଷ୍ପତ୍ତି ନେଉଥିବା ସମୟରେ ଆପଣ ଟିକେ ବିଶେଷ କରି ଆପଣଙ୍କର ଭବିଷ୍ୟତର ଚିନ୍ତା କରନ୍ତୁ। ଆଉ ଏହି ସମୟରେ ଆପଣଙ୍କର ସମସ୍ତ ବିପଦପୂର୍ଣ୍ଣ ଯୋଜନା ଗୁଡ଼ିକ ବା କାର୍ଯ୍ୟ ଗୁଡ଼ିକ ଯେଉଁଥିରେ ଆପଣ ଆପଣଙ୍କର ଟଙ୍କାକୁ ଇନଭେଷ୍ଟ କରିଛନ୍ତି, ସେଗୁଡ଼ିକ ଆପଣଙ୍କର ଧନକୁ କମ୍ କରାଇପାରେ, ଅର୍ଥାତ୍ କ୍ଷତି ପହଞ୍ଚାଇପାରେ। ତେଣୁ ଏଥିସବୁରୁ ଆପଣ ଟଙ୍କା ଇନଭେଷ୍ଟ କରିବାରେ ବଞ୍ଚନ୍ତୁ, ନଚେତ୍ ନିଜେ ହିଁ ହଇରାଣରେ ପଡ଼ିଯିବେ। ଏହି ସମୟରେ ଆପଣ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ ଏବଂ ଆପଣଙ୍କର ଆଖପାଖରେ ଥିବା ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କ ସହିତ ଆପଣଙ୍କର ପରିଚୟ ବଢ଼ାଇବା ପାଇଁ ଏହି ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ଏକ ବଡ଼ ସୁଯୋଗ। ଏହା ସହିତ କୌଣସି କ୍ଷେତ୍ରରେ ଆପଣଙ୍କର ଇଚ୍ଛା ନଥାଇ ମଧ୍ୟ ଆପଣ କିଛି ଲୋକଙ୍କ ବିରୁଦ୍ଧରେ ଠିଆ ହୋଇପାରନ୍ତି ଏବଂ ଆପଣ ଆପଣଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହିତ କିଛି ମାତ୍ରାରେ ଅସନ୍ତୁଷ୍ଟିର ଭାବ ମଧ୍ୟ ଦେଖାଇ ପାରନ୍ତି। ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କୁ ବିଫଳତାର ସାମ୍ନା କରିବାକୁ ପଡ଼ିବ ଏବଂ କିଛି ଅସନ୍ତୁଷ୍ଟିର ଭାବ ମଧ୍ୟ ଶିକ୍ଷା କ୍ଷେତ୍ରରେ ସେମାନେ ପାଇପାରନ୍ତି। ତେଣୁ ଏହିସବୁ ପାଇଁ ଉପାୟ ବା ପ୍ରତିକାର ହେଉଛି, ଆପଣ ପ୍ରତ୍ୟେକ ଦିନ 41 ଥର ଓಂ ହନୁମତେ ନମଃ ଏହି ମନ୍ତ୍ରଟିର ଜପ କରନ୍ତୁ। ସିଂହ ରାଶି, ଆପଣଙ୍କର ଆବଶ୍ୟକତା ଠାରୁ ଅଧିକ ଖାଇବାର ଯେଉଁ ଅଭ୍ୟାସ, ତାହା ଆପଣଙ୍କୁ ବଦଳାଇବା ପାଇଁ ପଡ଼ିବ। କାହିଁକିନା ଆପଣଙ୍କର କୁଣ୍ଡଳୀରେ ଦଶମ ଘରେ ଗୁରୁ ବୃହସ୍ପତି ବସିଛନ୍ତି। ଏହି ସମୟରେ ଆପଣ ନିଜେ ଆପଣଙ୍କର ଖରାପ ଅଭ୍ୟାସ ଗୁଡ଼ିକୁ ବଦଳାଇବା ପାଇଁ ପ୍ରୟାସ କରୁଥିବାର ଆପଣ ନିଜେ ହିଁ ଦେଖିବା ପାଇଁ ପାଇବେ। ଆଉ ଆପଣ ଆପଣଙ୍କର ସ୍ୱାସ୍ଥ୍ୟକୁ ଟିକେ ଭଲ ରଖିବା ପାଇଁ ଟିକେ ନିୟମିତ ବ୍ୟାୟାମ କରନ୍ତୁ, ଏକ୍ସରସାଇଜ କରନ୍ତୁ। ଏହି ସପ୍ତାହଟିରେ ଆପଣ ଆପଣଙ୍କର ଆର୍ଥିକ ଜୀବନରେ ବିଶେଷ ଭଲ ଲାଭ କରିପାରିବେ। ଆଉ ଯଦି କୌଣସି କ୍ଷେତ୍ରରେ ଆପଣ ଆପଣଙ୍କର ଅର୍ଥକୁ ବିନିଯୋଗ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସେଥିପ୍ରତି ଟିକେ ଭଲ ଭାବରେ ଯାଞ୍ଚ
ତଦାରଖ କରିନିଅନ୍ତୁ ଏବଂ ତାପରେ ଯାଇ ଆପଣ ଆପଣଙ୍କର ଅର୍ଥକୁ ବିନିଯୋଗ କରନ୍ତୁ। ନଚେତ୍ ଆପଣ ପ୍ରୋବ୍ଲେମରେ ପଡ଼ିଯାଇପାରନ୍ତି। ଆପଣଙ୍କର ବିନିଯୋଗ କରାଯାଇଥିବା ଟଙ୍କା ବା ଅର୍ଥ କୌଣସି ସ୍ଥାନରେ ଅଟକି ଯାଇପାରେ। ଆପଣଙ୍କର ଦୂରରେ ରହୁଥିବା ସମ୍ପର୍କୀୟ ତଥା ବନ୍ଧୁବାନ୍ଧବମାନେ ଆପଣଙ୍କ ସହିତ ଏହି ସପ୍ତାହରେ କଥାବାର୍ତ୍ତା କରିବେ ଏବଂ ଯୋଗାଯୋଗ କରିବାକୁ ପ୍ରଚେଷ୍ଟା ମଧ୍ୟ କରିବେ, ଯେଉଁମାନଙ୍କୁ ଆପଣ ବହୁତ ଦିନରେ ଥରେ ଭେଟୁଥିଲେ। କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ରାଶିର ବ୍ୟକ୍ତିବିଶେଷମାନେ ଏହି ସପ୍ତାହରେ ସେମାନଙ୍କ ଚାପ ଏବଂ ଜୀବନର ପ୍ରତ୍ୟେକ ଉତ୍ଥାନ ପତନରୁ ମୁକ୍ତି ପାଇବା ପାଇଁ ଯାଉଛନ୍ତି, କାହିଁକିନା ସେମାନଙ୍କର କୁଣ୍ଡଳୀରେ ସପ୍ତମ ଘରେ ଶନି ରହୁଛନ୍ତି ଏବଂ ଏହି ସପ୍ତାହର ଅବଧି ଆପଣଙ୍କ ଜୀବନରେ କିଛି ଏପରି ଭଲ ପରିବର୍ତ୍ତନ ଏବଂ କିଛି ଏପରି ଅପ୍ରତ୍ୟାଶିତ ଘଟଣା ସବୁ ଆଣିବା ପାଇଁ ଯାଉଛି, ଯାହାକୁ ଆପଣ ବା ଯେଉଁ ଘଟଣା ଗୁଡ଼ିକୁ ଆପଣ ବହୁତ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି ଏବଂ ଆପଣଙ୍କ ଜୀବନରେ ଚାଲୁଥିବା କିଛି ବାଧାବିଘ୍ନ ଅସୁବିଧା ବା ସମସ୍ୟା ଗୁଡ଼ିକରୁ ଆପଣ ଏହି ସପ୍ତାହରେ ନିଜକୁ ବାହାର କରିବାରେ ସମ୍ପୂର୍ଣ୍ଣ ରୂପରେ ସଫଳ ହେବେ, ଯେଉଁ କାରଣରୁ ଆପଣ ବହୁତ ଅଧିକ ପ୍ରସନ୍ନ ରହିବେ ଏହି ସପ୍ତାହଟିରେ। ଆଉ ସିଂହ ରାଶି ପାଇଁ ପ୍ରତିକାର ହେଉଛି ପ୍ରତ୍ୟେକ ଦିନ ଆପଣ ଆଦିତ୍ୟ ହୃଦୟମ୍ ପାଠ କରନ୍ତୁ। କନ୍ୟା ରାଶି, ଷଷ୍ଠ ଘରେ ଶନି ରହିବା ଯୋଗୁଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଏକ ଭଲ ୱେରେ ଆରମ୍ଭ ହେବା ପାଇଁ ଯାଉଛି, ଅର୍ଥାତ୍ ଭଲ ଦିଗରେ ଆରମ୍ଭ ହେବା ପାଇଁ ଯାଉଛି, କାହିଁକି ନା ଏହି ସମୟ ମଧ୍ୟରେ ଆପଣଙ୍କର ସ୍ୱାସ୍ଥ୍ୟରେ ବହୁତ ଭଲ ସକାରାତ୍ମକ ପରିବର୍ତ୍ତନ ସବୁ ଆସିବ। ଆପଣ ଏହି ସପ୍ତାହରେ ଆପଣଙ୍କର ପାରିଶ୍ରମିକକୁ ଅର୍ଥାତ୍ ଆପଣ ଯେଉଁ ଟଙ୍କା ସଞ୍ଚୟ କରି ରଖିଛନ୍ତି ସେହି ଟଙ୍କାକୁ ଖର୍ଚ୍ଚ କରିବା ପାଇଁ ଯୋଜନା କରିପାରନ୍ତି ଏବଂ ଅନ୍ୟମାନଙ୍କୁ ଏକ ପାର୍ଟି ସ୍ୱରୂପ କିଛି ଦେଇପାରନ୍ତି। ହେଲେ ଆପଣ ଏହି ସପ୍ତାହଟିରେ ବା ଏହି ସମୟ ମଧ୍ୟରେ ଆପଣ ଶୀଘ୍ର କିଛି କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଆପଣଙ୍କର ଟଙ୍କା ଅଧିକ ମାତ୍ରାରେ ନଷ୍ଟ ହେବ। ଆପଣ ଏହି ସମୟରେ ଆପଣଙ୍କର ପରିବାରର ସଦସ୍ୟମାନଙ୍କୁ ସନ୍ଦେହ କରିପାରନ୍ତି, ଯେଉଁ କାରଣରୁ ଆପଣଙ୍କର ପରିବାରର ସଦସ୍ୟମାନେ ଏକ ପ୍ରକାରର ଚାପରେ ରହିବେ। କାର୍ଯ୍ୟ ଏବଂ ଅତିରିକ୍ତ ଦାୟିତ୍ୱ ହେତୁ ଆପଣ ଏହି ସପ୍ତାହରେ ଟିକେ ବ୍ୟସ୍ତ ବିବ୍ରତ ଏବଂ ଚିନ୍ତାରେ ରହିବେ, ଯେଉଁ କାରଣରୁ ଆପଣ ନିଜର କାର୍ଯ୍ୟରେ କିଛି ଭୁଲ କରିବସନ୍ତି, ଯାହାର ନକାରାତ୍ମକ ପରିଣାମ ସିଧାସଳଖ ଆପଣଙ୍କର କ୍ୟାରିୟର ଉପରେ ପଡ଼ିପାରେ। ଏହି ସପ୍ତାହଟିରେ ଛାତ୍ରଛାତ୍ରୀମାନେ ବା ଶିକ୍ଷାର୍ଥୀମାନେ ସେମାନଙ୍କ ଜ୍ଞାନର ଭଲ ପ୍ରଦର୍ଶନ କରିପାରନ୍ତି, ଯେଉଁଥିପାଇଁ ସେମାନେ ସେମାନଙ୍କର ପିତାମାତାଙ୍କ ଠାରୁ ଭଲ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ହେଲେ ମନେ ରଖନ୍ତୁ, ଏହି ସପ୍ତାହଟିରେ ଆପଣ ଶିକ୍ଷା ପାଇଁ ଆପଣ ଅତ୍ୟଧିକ ଗର୍ବ କରିବା ଠାରୁ ଦୂରେଇ ରୁହନ୍ତୁ। ତେବେ ପ୍ରତିକାର ବା ଉପାୟଟି ହେଉଛି ଶନିବାର ଦିନ ଆପଣ ଶନି ଗ୍ରହଙ୍କ ପାଇଁ ଯଜ୍ଞଟିଏ ନିଶ୍ଚୟ କରନ୍ତୁ। ତୁଳା ରାଶି, ଏହି ସପ୍ତାହରେ ଷଷ୍ଠ ଘରେ ରାହୁ ରହିବା କାରଣରୁ ଆପଣଙ୍କର ସ୍ୱାସ୍ଥ୍ୟରେ ଟିକେ ଭଲ ପରିବର୍ତ୍ତନ ଦେଖାଯିବ ବୋଲି ଆଶା କରାଯାଉଛି। ଏହି ସପ୍ତାହଟିରେ ଆପଣ ସେହି ଲୋକମାନଙ୍କ ସହିତ ମିଶିବା ପାଇଁ ପସନ୍ଦ କରିବେ ନାହିଁ, ଯେଉଁମାନେ ଆପଣଙ୍କୁ ମିଛଟାରେ ଅର୍ଥାତ୍ ବୃଥାରେ ଚିନ୍ତା ସବୁ ଦିଅନ୍ତି। ଏହି ସପ୍ତାହରେ ଆପଣ କୌଣସି କ୍ଷେତ୍ରରୁ ହଠାତ୍ ଭଲ ଆର୍ଥିକ ଲାଭ କରିପାରନ୍ତି, ହେଲେ ସେହି ଆର୍ଥିକ ଆପଣଙ୍କ ପାଖରେ ବେଶୀ ସମୟ ପାଇଁ ରହିବ ନାହିଁ। ଆଉ ଯେଉଁ ବ୍ୟକ୍ତିବିଶେଷମାନେ ବେଆଇନ କାର୍ଯ୍ୟକଳାପ ସହିତ ଜଡ଼ିତ, ସେମାନଙ୍କୁ ଏହି ସମୟରେ କୌଣସି ପ୍ରକାରର ବିପଦ ନେବା ପୂର୍ବରୁ ହଜାରେ ଥର ଚିନ୍ତା କରିବାକୁ ପଡ଼ିବ, ନଚେତ୍ ଆପଣଙ୍କ ଟଙ୍କା ଆପଣ ହରାଇ ପାରନ୍ତି। ଏହି ସପ୍ତାହଟିରେ ଆପଣ ଆପଣଙ୍କର ଭଡ଼ା ଘର ଛାଡ଼ି ନିଜର ଏକ ଘର ନେବାର ମଧ୍ୟ ଯୋଗ ବନୁଅଛି। ଆଉ ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି କିମ୍ବା କିଛି ନୂଆ ପ୍ରକଳ୍ପ ଆପଣ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଏହାକୁ ଏହି ସପ୍ତାହଟି ପାଇଁ ସ୍ଥଗିତ କରିଦିଅନ୍ତୁ, କାହିଁକି ନା ଏହି ସପ୍ତାହଟି ଆପଣମାନଙ୍କ ପାଇଁ ଟିକେ ଅଧିକ ଚିନ୍ତା ଏବଂ ଭୁଲ ଡିସିସନ୍ ନେବାର ସମୟ ବନୁଅଛି, ଯେଉଁ କାରଣରୁ ଆପଣଙ୍କୁ ଆପଣଙ୍କର ଭବିଷ୍ୟତରେ କିଛି କ୍ଷତି ମଧ୍ୟ ସହିବାର ସମୟ ଭୋଗିବା ପାଇଁ ପଡ଼ିପାରେ। ଏହି ରାଶିର ଶିକ୍ଷାର୍ଥୀମାନେ ଛାତ୍ରଛାତ୍ରୀମାନେ ଏହି ସପ୍ତାହରେ ଅନେକ ଭଲ ସଫଳତା ମଧ୍ୟ ଦେଖାଇ ପାରନ୍ତି ସେମାନଙ୍କର ପାଠପଢ଼ାରେ ଏବଂ ସେମାନଙ୍କ ପାଇଁ କି ଏହି ସମୟଟି ବହୁତ ଶୁଭ ହେବା ପାଇଁ ଯାଉଛି। ତେବେ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ପ୍ରତିକାର ବା ଉପାୟଟି ହେଉଛି ପ୍ରତିଦିନ ଲଳିତା ସହସ୍ର ନାମର ପାଠ କରନ୍ତୁ। ବିଛା ରାଶି, ଏହି ସପ୍ତାହରେ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ରହିବା କାରଣରୁ ଆପଣ ଆପଣଙ୍କର ସ୍ୱାସ୍ଥ୍ୟକୁ ପ୍ରକୃତ ଧନ ଭାବରେ ଗ୍ରହଣ କରି ଏହାକୁ ଆପଣ କାର୍ଯ୍ୟକାରୀ କରିବେ, ଯେଉଁଥି କାରଣରୁ ଆପଣ ଆପଣଙ୍କର ଘରେ ଏବଂ ଆପଣଙ୍କର କର୍ମକ୍ଷେତ୍ରରେ ଏକ ଉତ୍ତମ ସ୍ୱାସ୍ଥ୍ୟ ହାସଲ କରିପାରିବେ। ପ୍ରତ୍ୟେକ ମାନସିକ ଚାପରୁ ଅତିକ୍ରମ କରି ବାହାରି
ଆପଣ ଲୋକମାନଙ୍କ ସହିତ ଖୋଲାଖୋଲି ଭାବରେ ମିଶିବେ ଏବଂ ହସ ଖୁସି ଥଟ୍ଟା ମଜା ମଧ୍ୟ କରିବେ। ରାଶିଫଳ ଅନୁଯାୟୀ ଆର୍ଥିକ ସ୍ଥିତି ଏହି ସପ୍ତାହଟିରେ ଆପଣଙ୍କର ଏହା ରହିଛି ଯେ ଆପଣ ଆପଣଙ୍କର କାହାକୁ ବା ନିଜ ଲୋକ ହୁଅନ୍ତୁ ବା ଆପଣଙ୍କର କେହି ବି ଚିହ୍ନା ପରିଚୟ ମଧ୍ୟରେ ହୁଅନ୍ତୁ, ଆପଣ ଋଣ ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ଆପଣ ଏହି ସପ୍ତାହଟିରେ ଋଣ ଆଣନ୍ତୁ ନାହିଁ। କାହିଁକି ନା ଏହି ସମୟ ଆପଣଙ୍କୁ ଆର୍ଥିକ ଲାଭ ପାଇବା ପାଇଁ ଏକ ଦୃଢ଼ ସମ୍ଭାବନା ଦେଖାଉଛି। ଏହି ସପ୍ତାହଟିରେ କିଛି ଅଘଟଣ ଘଟଣା ଘଟିବା କାରଣରୁ ଆପଣଙ୍କର ମନୋବଳ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଦେଖାଦେଉଛି। ଫଳସ୍ୱରୂପ ପାରିବାରିକ ଜୀବନରେ ତୁମର ପ୍ରକୃତି ଟିକେ ଅସନ୍ତୁଷ୍ଟ ଦେଖାଯିବ। କାର୍ଯ୍ୟକ୍ଷେତ୍ରର କଥା ହେବା ଯଦି ଆମେ, କାର୍ଯ୍ୟକ୍ଷେତ୍ର ପାଇଁ ଏହି ସପ୍ତାହଟି ବହୁତ ଭଲ ହେବା ପାଇଁ ଯାଉଛି, କାରଣ ଏହି ସମୟ ମଧ୍ୟରେ ଆପଣଙ୍କର ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବ ଏବଂ ଶନି ମହାରାଜ ଆପଣଙ୍କର ଚତୁର୍ଥ ଘରେ ରହି ଆପଣଙ୍କୁ କୌଣସି ବାଧାବିଘ୍ନରେ ଅର୍ଥାତ୍ ବିନା ବାଧାବିଘ୍ନରେ ଆପଣଙ୍କର ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହେବେ। ତେଣୁ ଆପଣ ଏହି ସୁଯୋଗକୁ ହାତଛଡ଼ା କରିଦିଅନ୍ତୁ ନାହିଁ ଏବଂ ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ସେହି କାର୍ଯ୍ୟକୁ ଆପଣ ଆଜି କରିବେ, କାଲି କରିବେ, ପହରଦିନ କରିବେ, ଏପରି ଭାବି ସମୟକୁ ଗଡ଼ାଇ ଦିଅନ୍ତୁ ନାହିଁ। ସେହି କାର୍ଯ୍ୟଟିକୁ ଆପଣ ନିଶ୍ଚୟ ରୂପରେ ଏହି ସପ୍ତାହ ମଧ୍ୟରେ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ, ଯାହାକି ଆପଣଙ୍କୁ ନିଶ୍ଚୟ ରୂପରେ ବହୁତ ଭଲ ଫଳ ପ୍ରଦାନ କରାଇବ। ଶିକ୍ଷାର୍ଥୀମାନଙ୍କ ପାଇଁ ଯଦି ଏହି ସପ୍ତାହରେ କିଛି ପ୍ରତିଯୋଗିତାମୂଳକ ପରୀକ୍ଷା ରହିଛି କିମ୍ବା ସେମାନେ ପ୍ରସ୍ତୁତ ହେଉଛନ୍ତି, ତାହେଲେ ସେମାନଙ୍କ ପାଇଁ ଏହି ସପ୍ତାହଟି ବହୁତ ଅନୁକୂଳ ହେବା ପାଇଁ ଯାଉଛି। ହେଲେ ଏହା ସତ୍ତ୍ୱେ ମଧ୍ୟ ଆପଣଙ୍କୁ ଏହି ସପ୍ତାହଟିରେ ଟିକେ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ। ତେବେ ବିଛା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ପ୍ରତିକାର ବା ଉପାୟଟି ହେଉଛି ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ, ଦେଖିବେ ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଧନୁ ରାଶି, ଏହି ସପ୍ତାହଟିରେ ଆପଣ ଉନ୍ନତ ସ୍ୱାସ୍ଥ୍ୟ ପାଇବା ପାଇଁ ଆପଣ ପ୍ରତ୍ୟେକ ଦିନ ସକାଳୁ ବ୍ୟାୟାମ, ଯୋଗ ଇତ୍ୟାଦି ସବୁ ଆରମ୍ଭ କରିବାକୁ ପଡ଼ିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ପାଇଁ ଏହି ସପ୍ତାହଟି ବହୁତ ଶୁଭ ହେବା ପାଇଁ ଯାଉଛି, କାରଣ ଶନିଦେବ ଆପଣଙ୍କର ତୃତୀୟ ଘରକୁ ଦୃଷ୍ଟି ଦେଉଛନ୍ତି ବା ଆପଣଙ୍କର ତୃତୀୟ ଘରେ ସେ ରହିବେ। ଏପରି ପରିସ୍ଥିତିରେ ଏହି ସମୟ ମଧ୍ୟରେ ତୁମର ପ୍ରୟାସକୁ ଟିକେ ଖସିଯିବାକୁ ଦିଅନ୍ତୁ ନାହିଁ, କାରଣ ଅନୁକୂଳ ଗ୍ରହ ସ୍ଥିତି ରହିଛି। ଏହି ସମୟରେ ତୁମର ଧନ ମଧ୍ୟ ବୃଦ୍ଧି ପାଇଁ ଆପଣଙ୍କୁ ଉତ୍କୃଷ୍ଟ ସୁଯୋଗ ମଧ୍ୟ ପ୍ରାପ୍ତି କରାଇବ ଏବଂ ଘରର ପିଲାମାନେ ଆପଣଙ୍କର ସଫଳତା ପାଇଁ ବହୁତ ଗର୍ବିତ ଅନୁଭବ କରିବେ, ଯେଉଁ କାରଣରୁ ଆପଣ କିଛି ମାତ୍ରାରେ ଭାବପ୍ରବଣ ମଧ୍ୟ ହୋଇପାରନ୍ତି। ଯଦି ଆପଣ ପୂର୍ବରୁ ବା ବହୁତ ଦିନ ଧରି କୌଣସି ଜଣେ ଗଭର୍ଣ୍ଣମେଣ୍ଟ ଅଧିକାରୀ କିମ୍ବା କୌଣସି ଜଣେ ନିବେଶକଙ୍କୁ ଭେଟିବା ପାଇଁ ଉଦ୍ୟମ କରିଆସୁଥିଲେ, ତାହେଲେ ହଠାତ୍ ରୂପରେ ଏହି ସପ୍ତାହରେ ଆପଣଙ୍କର ଜଣେ କୌଣସି ଘନିଷ୍ଠ ବନ୍ଧୁଙ୍କ ଦ୍ୱାରା ବା କୌଣସି ଘନିଷ୍ଠ ବନ୍ଧୁଙ୍କ ସାହାଯ୍ୟରେ ଆପଣ ସେହି ଅଧିକାରୀ କିମ୍ବା ନିବେଶକଙ୍କୁ ଭେଟିବେ। ତେଣୁ ଏଥିପାଇଁ ଆପଣ ନିଜର ଜ୍ଞାନକୁ ବଢ଼ାନ୍ତୁ ଏବଂ ଟିକେ ନିଜର ପ୍ରସ୍ତୁତିକୁ ଦୃଢ଼ କରନ୍ତୁ। ବିଦେଶରେ ଯାଇ ପଢ଼ିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଏହି ସପ୍ତାହରେ ବିଦେଶ ମଧ୍ୟ ଯାଇ ପାଠ ପଢ଼ିପାରନ୍ତି କିମ୍ବା ସେମାନଙ୍କୁ ଅପରଚ୍ୟୁନିଟି ମଧ୍ୟ ମିଳିପାରେ। ଏହା ସହିତ ଉଚ୍ଚଶିକ୍ଷା କରିବା ପାଇଁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିଛି। ଆଉ ଏହି ସପ୍ତାହର ମଧ୍ୟଭାଗ ଭିତରେ ସେମାନଙ୍କୁ ଏହି ସୁଯୋଗ ସବୁ ମିଳିପାରେ। ତେଣୁ ଆପଣ ଏହିଭଳି ପରିସ୍ଥିତିରେ ଆପଣଙ୍କର ସ୍ମରଣ ଶକ୍ତିକୁ ବୃଦ୍ଧି କରାଇବା ପାଇଁ ସକାଳୁ ଉଠିବା ପରେ ଆପଣଙ୍କର ସମ୍ପୂର୍ଣ୍ଣ ବିଷୟଗୁଡ଼ିକୁ ଆପଣ ଟିକେ ରିଭିଜନ କରନ୍ତୁ ଏବଂ ଅଭ୍ୟାସକୁ କରନ୍ତୁ। ତେବେ ଧନୁରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ପ୍ରତିକାର ବା ଉପାୟ ହେଉଛି ଗୁରୁବାର ଦିନ ଆପଣ ବୃଦ୍ଧ ବ୍ରାହ୍ମଣମାନଙ୍କୁ ଭୋଜନ ଦାନ କରନ୍ତୁ। ମକର ରାଶି, ଆପଣମାନଙ୍କର ସ୍ୱାସ୍ଥ୍ୟ ଜୀବନ ପାଇଁ ଏହି ସପ୍ତାହଟି ବହୁତ ଅନୁକୂଳ ଦେଖାଯାଉଛି, କାରଣ ଆପଣଙ୍କର ପଞ୍ଚମ ଘରେ ଗୁରୁ ବୃହସ୍ପତି ରହିବେ। ଯେହେତୁ ଆପଣଙ୍କ ପାଇଁ ଏହି ସମୟଟି କୌଣସି ବଡ଼ ରୋଗରୁ ଦୂରେଇ ରହିବାର ସମ୍ଭାବନା ଅଧିକ ଦେଖାଯାଉଛି, ତେଣୁ ଆପଣ ଆପଣଙ୍କ ଭଲ ସ୍ୱାସ୍ଥ୍ୟର ଉପଭୋଗ କରନ୍ତୁ ଏବଂ ନିୟମିତ ଭାବରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟଗୁଡ଼ିକ ଖାଆନ୍ତୁ। ଏହି ସପ୍ତାହଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆପଣ ଆପଣଙ୍କର ସମସ୍ତ ସାଙ୍ଗ ଏବଂ ବନ୍ଧୁମାନଙ୍କ ଠାରୁ, ଯେଉଁମାନେ ବି ଘନିଷ୍ଠ ଆପଣଙ୍କର ରହିଛନ୍ତି, ସେମାନଙ୍କ ଠାରୁ ଆପଣ ଯେତେ ଅଧିକ ସମ୍ଭବ ହୋଇପାରିବ ଆପଣ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଆଉ ମଧ୍ୟ ସେମାନଙ୍କ ପାଖରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କୁ ବାରମ୍ବାର ଋଣ ମାଗନ୍ତି ଏବଂ ଯେତେବେଳେ ସେହି ଋଣ ଗୁଡ଼ିକ ଆପଣଙ୍କୁ ଦେବାର ସମୟ ଆସେ ବା ଫେରାଇବାର ସମୟ ଆସେ, ସେହି ସମୟରେ ସେମାନେ ଆପଣଙ୍କ ସହିତ ଅଯଥା ଝଗଡ଼ା ବା ଯୁକ୍ତିତର୍କ କରନ୍ତି। ଆଉ ମଧ୍ୟ ସେହିଭଳି ବ୍ୟକ୍ତିବିଶେଷଙ୍କୁ ଆପଣ ଏହି ସପ୍ତାହ ମଧ୍ୟରେ ଋଣ ଦେବା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ ଏବଂ ଆପଣ ଏହି ସମୟରେ ଯେତେବେଳେ ବି ଏକାକୀ ଅନୁଭବ କରିବେ, ତ ସେହି ସମୟରେ ଆପଣଙ୍କର ପିତାମାତା ଆପଣଙ୍କୁ ଆଶୀର୍ବାଦ ଦେଇ ଆପଣଙ୍କର ମନୋବଳକୁ ବୃଦ୍ଧି କରାଇବାର କାର୍ଯ୍ୟ କରିବେ। ଆପଣଙ୍କର ପାରିବାରିକ ଜୀବନ ମଧ୍ୟ
ବହୁତ ଖୁସିରେ ଚାଲିବ। ଯେଉଁ ବ୍ୟକ୍ତିବିଶେଷ କୌଣସି ପ୍ରକାରର କ୍ରିଏଟିଭ୍ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି, ସେମାନଙ୍କୁ ଏହି ସପ୍ତାହରେ ଅନେକ ପ୍ରକାରର ସମସ୍ୟା ଗୁଡ଼ିକର ସାମ୍ନା କରିବାକୁ ପଡ଼ିପାରେ। ଏହା ସହିତ ସେମାନେ ଏହି ସମୟରେ ସେମାନଙ୍କର ସାମର୍ଥ୍ୟ ସମ୍ପର୍କରେ ବା ସାମର୍ଥ୍ୟ ବିଷୟରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଏହି କାରଣରୁ ସେମାନଙ୍କର କ୍ୟାରିୟର ମଧ୍ୟ ଟିକିଏ ଅସୁରକ୍ଷିତ ଦେଖାଯିବ। ଯଦି ଆପଣ ବହୁତ ଦିନ ଧରି କୌଣସି ବିଦେଶୀ ବିଦ୍ୟାଳୟ କିମ୍ବା କଲେଜରେ ଆପଣ ଆଡ଼ମିସନ୍ ପାଇବା ପାଇଁ ଚେଷ୍ଟା କରୁଥିଲେ, ତେବେ ଆପଣଙ୍କର ସମସ୍ତ ଉଦ୍ୟମ ପରେ ଆପଣଙ୍କୁ ଏହି ସପ୍ତାହରେ ଅଧିକ ଅପେକ୍ଷା କରିବାକୁ ପଡ଼ିବ। ଅର୍ଥାତ୍ ଆପଣ ଯଦି କୌଣସି ବିଦେଶରେ ରହି ପାଠ ପଢ଼ିବା ପାଇଁ ଆପଣ ଚାହୁଁଛନ୍ତି କିମ୍ବା ଆଡ଼ମିସନ୍ ହେବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ସପ୍ତାହରେ ସେଥିରୁ ଆପଣ ବିଫଳ ହୋଇପାରନ୍ତି। ତେଣୁ ଭଲ ହେବ ଯେ ଆପଣ ଏହି ସପ୍ତାହଟିରେ ସେସବୁରୁ ଟିକେ ଦୂରେଇ ରୁହନ୍ତୁ। ପରବର୍ତ୍ତୀ ସପ୍ତାହରେ ଆପଣ ସେଥିପ୍ରତି ଟିକେ ଟ୍ରାଏ କରନ୍ତୁ। ତେବେ ମକର ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁକି ପ୍ରତିକାର ବା ଉପାୟ ହେଉଛି ପ୍ରତିଦିନ ଆପଣ ଓଂ ବାୟୁପୁତ୍ର ନମଃ ଏହି ମନ୍ତ୍ରଟିର 11 ଥର ଜପ କରନ୍ତୁ। କୁମ୍ଭ ରାଶି, ତ ଆପଣମାନଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଯଦି ଏହି ସମୟଟିକୁ ଦେଖିବା ପାଇଁ ଯିବା, ତାହେଲେ ଏହା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୟ ମଧ୍ୟରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିବ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଆପଣ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଯୋଗ କରନ୍ତୁ ଏବଂ ବ୍ୟାୟାମ ଆପଣ ଦୈନନ୍ଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଇ ଦିଅନ୍ତୁ। ଏହି ସମୟରେ ଆପଣ ଦୀର୍ଘ ସମୟ ପାଇଁ ବିନିଯୋଗ କରନ୍ତୁ, ଯାହାଫଳରେ ଆପଣ ସେହି ଦୀର୍ଘ ବିନିଯୋଗରୁ ଆପଣ ବହୁତ ଭଲ ଲାଭ ପାଇପାରିବେ। କାରଣ ଗୁରୁ ଗ୍ରହ ଆପଣଙ୍କର ଚତୁର୍ଥ ଘରେ ରହିଛନ୍ତି। ହେଲେ ଆପଣଙ୍କୁ ଏହିସବୁ କ୍ଷେତ୍ରରେ ପାରଙ୍ଗମ ଥିବା ବ୍ୟକ୍ତିବିଶେଷମାନଙ୍କ ସହିତ ନଚେତ୍ ଆପଣଙ୍କର ଘରର ବଡ଼ ଲୋକମାନଙ୍କ ସହିତ ପରାମର୍ଶ କରି ଏହି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣ ଏହି ସପ୍ତାହଟିରେ ସମାଜରେ ସମ୍ମାନ ପାଇବେ। ତଥାପି ଏହି ସମୟ ମଧ୍ୟରେ ଆପଣଙ୍କର ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ, ଯେଉଁ କାରଣରୁ ଆପଣଙ୍କର କିଛି ଟଙ୍କା ମଧ୍ୟ ଖର୍ଚ୍ଚ କରିବା ପାଇଁ ପଡ଼ିବ। କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କ ଦ୍ୱାରା ସମସ୍ତ ପ୍ରକାରର ପାରିବାରିକ ଦାୟିତ୍ୱ ତୁଲାଇବା ଆପଣଙ୍କୁ ଘରେ ମଧ୍ୟ ସମ୍ମାନ ଦେବା ସହିତ ଆପଣଙ୍କର ଏରିଆରେ ଆପଣଙ୍କର ସମ୍ମାନକୁ ବୃଦ୍ଧି କରାଇବାର ମଧ୍ୟ କାର୍ଯ୍ୟ କରିବ। କର୍ମକ୍ଷେତ୍ରରେ ତୁମର ଯାହା ବି କିଛି ମଜାମସ୍ତି କରିବା କଥା କରିନେବେ, କିନ୍ତୁ ଏହା ଆପଣଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ପସନ୍ଦ ଆସିବ ନାହିଁ, ଯାହାଫଳରେ ସେମାନେ ଆପଣଙ୍କଠାରୁ ଆପଣଙ୍କର କିଛି କାର୍ଯ୍ୟକୁ ନେଇ ଆପଣଙ୍କର ଅନ୍ୟ କୌଣସି ଟିମ୍ ମେମ୍ବରକୁ ସେହି କାର୍ଯ୍ୟ ଦେଇପାରନ୍ତି। ଆଉ ଯେଉଁ କାର୍ଯ୍ୟଟି ସେ ଆପଣଙ୍କ ପାଖକୁ ନେଇଯିବେ, ଆପଣ ସେହି କାର୍ଯ୍ୟଟି ପାଇଁ ପୂର୍ବରୁ ବହୁତ ଅଧିକ କଠିନ ପରିଶ୍ରମ ମଧ୍ୟ କରିଥିବେ। ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷମାନେ ଯେଉଁମାନେ ଶିକ୍ଷା ଲାଭ କରୁଛନ୍ତି, ସେମାନଙ୍କର ଶିକ୍ଷା କ୍ଷେତ୍ରରେ ଥିବା ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ପାଇବେ, ଯେଉଁ କାରଣରୁ ଶିକ୍ଷାର୍ଥୀମାନେ ବହୁତ ଆରାମଦାୟକ ଏବଂ ସତେଜ ଅନୁଭବ କରିପାରନ୍ତି। ତେବେ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ପ୍ରତିକାର ବା ଉପାୟ ହେଉଛି ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ। ମୀନ ରାଶି, ଏହି ସପ୍ତାହଟିରେ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ବ୍ୟତୀତ ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କୌଣସି ପ୍ରମୁଖ ରୋଗ ହେବାର ସମ୍ଭାବନା ଦେଖାଯାଉ ନାହିଁ। ତଥାପି ମଧ୍ୟ କୌଣସି ଋତୁକାଳୀନ ରୋଗରେ ଘରେ ନିଜକୁ ଚିକିତ୍ସା ନ କରି ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ନ ନେବାକୁ ପରାମର୍ଶ ଦିଆଯାଉଛି। ଏହି ସପ୍ତାହଟିରେ ଆପଣଙ୍କର ତୃତୀୟ ଘରେ ଗୁରୁ ବୃହସ୍ପତି ରହିବେ। ସେହି କାରଣରୁ ଆପଣ ଅନେକ ଉତ୍ସରୁ ଆପଣ ଟଙ୍କା ମଧ୍ୟ ପାଇବେ। ଏହା ସହିତ ଆପଣ ସେହି ଟଙ୍କା ଗୁଡ଼ିକୁ କୌଣସି ସଠିକ୍ ବିନିଯୋଗରେ ଆପଣ ବିନିଯୋଗ କରି ମଧ୍ୟ ପାରିବେ। ହେଲେ ଯଦି ଆପଣ ସେହି ଟଙ୍କାକୁ ବିନିଯୋଗ କରିବା ପାଇଁ ଭାବୁଛନ୍ତି, ତାହେଲେ ଆପଣ ଆପଣଙ୍କର ଖର୍ଚ୍ଚକୁ ଧ୍ୟାନରେ ରଖି ଯେକୌଣସି ବିନିଯୋଗ କରିବାରେ ଆପଣ କରିପାରିବେ, ଯାହାକି ଆପଣଙ୍କୁ ଆପଣଙ୍କ ଭବିଷ୍ୟତରେ ବହୁତ ଶୁଭ ଫଳ ପ୍ରାପ୍ତ କରାଇବ। ଆଉ ଯଦି ଆପଣ ଆପଣଙ୍କର ବଡ଼ ଭାଇ କିମ୍ବା ଭଉଣୀମାନଙ୍କ ଠାରୁ କୌଣସି ଆର୍ଥିକ ସହାୟତା ମାଗିଥିଲେ, ତାହେଲେ ଏହା ଆପଣଙ୍କୁ ନିଶ୍ଚୟ ରୂପରେ ଫଳପ୍ରଦ କରାଇବ। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ବ୍ୟସ୍ତବହୁଳ କାର୍ଯ୍ୟଗୁଡ଼ିକ ମଧ୍ୟରୁ ଆପଣ ନିଜ ପାଇଁ କିଛି ସମୟ ମଧ୍ୟ ବାହାର କରିବାରେ ସକ୍ଷମ ହେବେ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିଛି କମ୍ପିଟେଟିଭ୍ ଏକ୍ଜାମ୍ ଗୁଡ଼ିକ ଦେବା ପାଇଁ ପ୍ରିପେୟାର ହେଉଛନ୍ତି, ସେମାନେ ଏହି ସପ୍ତାହରେ ସେମାନଙ୍କର ସେହି ପ୍ରତିଯୋଗିତାମୂଳକ ପରୀକ୍ଷା ଗୁଡ଼ିକରେ ସଫଳତା ପାଇବାର ବହୁତ ସମ୍ଭାବନା ଦେଖାଯାଉଛି। ତେଣୁ ଶିକ୍ଷାର୍ଥୀମାନେ ନିଜର ଲକ୍ଷ୍ୟ ପ୍ରତି ଧ୍ୟାନ ରଖନ୍ତୁ ଏବଂ କଠିନ ପରିଶ୍ରମ କରିଚାଲନ୍ତୁ। ଏବଂ ସେହି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ତୁମର ଅଧିକାଂଶ ସମୟ ଅଦରକାରୀ ଜିନିଷ ଗୁଡ଼ିକରେ ନଷ୍ଟ କରୁଛନ୍ତି ଏବଂ ତୁମର ଲକ୍ଷ୍ୟକୁ ଭଙ୍ଗ କରୁଛନ୍ତି। ତେବେ ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁକି ପ୍ରତିକାର ବା ଉପାୟ ହେଉଛି ଆପଣମାନେ ପ୍ରତ୍ୟେକ ଦିନ ଓଂ ବୃହସ୍ପତେ ନମଃ ଏହି ମନ୍ତ୍ରଟିର ଜପ 21 ଥର କରନ୍ତୁ।
ତେବେ ବନ୍ଧୁଗଣ ଏହା ଥିଲା ଜାନୁଆରୀ ମାସର ଦ୍ୱିତୀୟ ସପ୍ତାହର ରାଶିଫଳ ସମ୍ପର୍କରେ, ଯାହାକି 6 ଜାନୁଆରୀ 2025ରୁ 12 ଜାନୁଆରୀ 2025 ପର୍ଯ୍ୟନ୍ତ ରହିଛି। ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆପଣ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ହୃଦୟରେ ଗୋଟିଏ ଲାଇକ୍ ନିଶ୍ଚୟ ରୂପରେ କରି କମେଣ୍ଟ ବକ୍ସରେ ଆପଣ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ଆଉ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଆପଣଙ୍କର ସାଙ୍ଗସାଥିମାନଙ୍କ ସହିତ ଭିଡ଼ିଓଟିକୁ ସେୟାର ନିଶ୍ଚୟ ରୂପରେ କରନ୍ତୁ। ତେବେ ବନ୍ଧୁଗଣ ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।